ଭିଉୟର୍ସ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଁ ଆଜି ଆରମ୍ଭ କରିବାକୁ ଯାଉଛି ଦଶମ ଶ୍ରେଣୀର ନୂତନ ପୋଏମ୍ ଫ୍ରମ୍ ଦ ଫର୍ମାଲିନ୍ ଜାର୍। ଏହା କବି ଡକ୍ଟର ରୀତା ଏସ୍ ମାନିଙ୍କ ଦ୍ୱାରା ରଚିତ। ସେ ପ୍ରଫେସନରେ ଜଣେ ଡାକ୍ତର ଏବଂ ନିଶାରେ ଜଣେ ଲେଖକ। ସେ ବେଙ୍ଗାଲୁରୁରେ ଅବସ୍ଥିତ ଏକ ନ୍ୟାସନାଲ ଇନଷ୍ଟିଚ୍ୟୁଟରେ ନ୍ୟୁରୋଭାଇରୋଲୋଜିଷ୍ଟ of the National Institute of Mental Health and Neurosciences रे से चाकरी करिछन्ते। इन्फेक्शन, ट्यूमर, स्ट्रोक, इंजुरी, न्यूरोलॉजिकल डिजॉर्डर्स संबंधित किछि नमूना सेठारे रखा जाइछि दर्शक मानक पाए। बड़ दुखर कथा 2018 मसीहारे आम देश रे ए एक्सीडेंट जनित मृत्यु होइथिला 1,52,000 भारत रे एवं ओडिशा रे 5,315। तेणु यहाकू आखि आगे रखी आमर भारत सरकार केतक कारण निर्धारण करिछन्ति एही मृत्युर, यथा स्पीड ड्राइविंग, अल्कोहल, सीट बेल्ट, हेलमेट एंड डिजाबिलिटी, डिस्ट्रैक्टेड ड्राइविंग यथा सेलोफोन व्यवहार करिबा किंबा म्यूजिक सुनिबा। आहुरी गोटे हला अनसेफ रोड्स, असुरक्षित सड़क व्यवस्था। यही सब गुड़ी को दृष्टि रखी आमर कवि यही कविताटी लिखिछन्ति टू क्रिएट अवेयरनेस अबाउट रोड सेफ्टी। एवं यही उद्देश्य रे से एठारे एक फिक्शनल कैरेक्टर नहीं, एक काल्पनिक चरित्र, तार नाम होची भिकी। यही उद्देश्य रे ये कविताटी से लिखिछन्ति। वर्तमान आमे विषय वस्तु को प्रवेश करिबा। स्टैंजा 1। Hi, I am Vicky's brilliant brain sitting in a formalin jar with disdain on display to promote knowledge again, watching people stare at me again and again। प्रथमे निजे भिकी से फर्मालिन जार भितर थाए। फर्मालिन कौन ना यह एक लिक्विड सब्सटेंस, तैल बा तरल पदार्थ जहाँकि आमर ऑक्सीजन, हाइड्रोजन एवं कार्बन रे गठित। यह गोटे प्रिजर्वेटिव पाए व्यवहार करा जाए, संरक्षण पाए व्यवहार करा जाई थाए, न पचिबा पाए पदार्थ गुड़िक। यही फर्मालिन जार मध्यरे भिकी अच्छी तार ब्रेन टी को नहीं। हाय, आई एम भिकीस ब्रिलियंट ब्रेन। ब्रिलियंट अति बुद्धि संपन्न, तीक्ष्ण बुद्धि संपन्न ब्रेन हेले किंतु
ଫର୍ମାଲିନ୍ ଜାର୍ ମଧ୍ୟରେ ରହିଛି। ସିଟିଂ ଇନ୍ ଏ ଫର୍ମାଲିନ୍ ଜାର୍ ୱିଥ୍ ଡିସଡେନ୍। ଅସମ୍ମାନିତ ହୋଇ କାହିଁକି ରହିଛି ନା ୱାଚିଂ ପିପୁଲ୍ ଷ୍ଟେୟାର ଏଟ୍ ମି। ଯେଉଁ ଲୋକମାନେ ଦେଖିବାକୁ ଯାଉଛନ୍ତି ଏଇ ନମୁନାକୁ ଦେଖି ସେମାନେ ଷ୍ଟେୟାର ଆଖି ତରାଟି ଚାହିଁବା, ଷ୍ଟେୟାର ଆଖି ତରାଟି ଚାହୁଁଛନ୍ତି ଏହି ବ୍ରେନ୍କୁ ବାରମ୍ବାର। ବର୍ତ୍ତମାନ ଆମେ ପରବର୍ତ୍ତୀ ଷ୍ଟାଞ୍ଜାକୁ ଯିବା। ହାଉ ଇନସଲ୍ଟିଂ to be called a specimen. 2 years ago, I was part of a living human. I got no stroke, tumor, or box within, yet ended up in the jar to my chagrin. ବର୍ତ୍ତମାନ ନିଜେ ଭିକି ଏଠି ବର୍ଣ୍ଣନା କରୁଛି। ହାଉ ଇନସଲ୍ଟିଂ ଟୁ ବି ଏ ସ୍ପେସିମେନ୍। ସ୍ପେସିମେନ୍ ହେଲା ନମୁନା। ମୋତେ ଗୋଟେ ନମୁନା ହିସାବରେ ଏଠି ରଖାଯାଇଛି, ତେଣୁ ନିଜକୁ ସେ ଅପମାନ ବୋଧ କରୁଛି। ହି ଫିଲ୍ସ ଟୁ ବି ଇନସଲ୍ଟେଡ୍। 2 years ago I was part of a living human. 2 ବର୍ଷ ତଳେ ସେ ଜଣେ ଜୀବନ୍ତ ମାନବ ହେଇଥିଲା, କିନ୍ତୁ ବର୍ତ୍ତମାନ ଫର୍ମାଲିନ୍ ଜାର୍ ମଧ୍ୟରେ ସେ ରହିଛି। I got no stroke, tumor or box within. କୌଣସି ରୋଗଜନିତ ମୃତ୍ୟୁ ତାଙ୍କର ହୋଇନାହିଁ ବୋଲି ସେ ମାନୁଛନ୍ତି, ଯଥା କୌଣସି ହାର୍ଟ ଷ୍ଟ୍ରୋକ୍ ହେଇନାହିଁ କିମ୍ବା କିଛି ଟ୍ୟୁମର୍ ହେଇନାହିଁ ଯେଉଁଟାକି ମାଂସ ସବୁ ଅପବୃଦ୍ଧି ହୁଏ। ତଥାପି ତାଙ୍କ ଜୀବନ ଆଜି ଏଣ୍ଡେଡ୍ ଅଫ୍ ଇନ୍ ଦିସ୍ ଜାର୍। ସେଇ ଜାର୍ରେ ସେ ଆଜି ଅଛନ୍ତି। ଟୁ ମାଇ ଚାଗିନ୍। ଏଇଟା ହେଉଛି ତାଙ୍କ ପାଇଁ ଦୁଃଖ ବୋଲି ସେ ଅନୁତାପ କରୁଛନ୍ତି ସେଇ ଜାର୍ ମଧ୍ୟରେ। ସତରେ କବିଙ୍କର କଳ୍ପନା ବିଳାସୀ ଚିନ୍ତାଧାରା କେଡ଼େ ହୃଦୟସ୍ପର୍ଶୀ ଏବଂ ସଚେତନଶୀଳ ତାହା ହିଁ ଏଠାରେ ପ୍ରତିପାଦିତ ହୋଇଛି। ପରବର୍ତ୍ତୀ ଷ୍ଟାଞ୍ଜାକୁ ଆମେ ଯିବା। ଭିକି ୱାଜ୍ ଏ ୟଙ୍ଗ ବୟ, ସ୍ମାର୍ଟ ଆଣ୍ଡ ସାନ୍, full of life and vigor. Sun, wind, or rain. Computers and maths were his domain. His motto in life was no pain, no gain. ଭିକି ଥିଲା ଜଣେ ସୁସ୍ଥ ସବଳ ୟଙ୍ଗ ବୟ। ବହୁତ ସ୍ମାର୍ଟ ଥିଲା, ସକ୍ରିୟ ଥିଲା ଏବଂ ସେନ୍ ମାନେ ସୁନ୍ଦର ସ୍ୱାସ୍ଥ୍ୟ। ଫୁଲ୍ ଅଫ୍ ଲାଇଫ୍ ଆଣ୍ଡ ଭିଗର। ଚଳଚଞ୍ଚଳ ସେ ଥିଲା। ଏନର୍ଜେଟିକ୍ ଥିଲା, ଭିଗର ଏନର୍ଜେଟିକ୍। ଭିଗର ଅତି ଉତ୍ସାହୀ, ଏନ୍ଥୁଜିଆଷ୍ଟିକ୍ ବାଇ ନେଚର। ସେ କେବେ ଖରା, ବର୍ଷା, ଝଡ଼, ତୋଫାନ କିଛିକୁ ଖାତିର କରୁନଥିଲା ତାହାର ସେଇ ଉତ୍ତମ ଶରୀରକୁ ନେଇ। ଏବଂ ଜ୍ଞାନ ଦୃଷ୍ଟିରୁ କମ୍ପ୍ୟୁଟର କିମ୍ବା ଗଣିତର ପରିସର ମଧ୍ୟରେ ତା'ର ରାଜୁତି ଥିଲା। ତାମାନେ ସେ କମ୍ପ୍ୟୁଟରରେ ଏବଂ ଗଣିତରେ ବହୁତ ଭଲ କରୁଥିଲା। ସେ ପରିସର ମଧ୍ୟରେ ସେ ବହୁତ ଭଲ ଥିଲା। ହିଜ୍ ମଟୋ ଇନ୍ ଲାଇଫ୍ ୱାଜ୍। ମଟୋ ମାନେ ଲକ୍ଷ୍ୟ, ଜୀବନର ଲକ୍ଷ୍ୟ ଏହା ହିଁ ଥିଲା ତା'ର, ବା ତା ଜୀବନର ଦର୍ଶନ ଏହା ଥିଲା ଯେ ନୋ ପେନ୍ ନୋ ଗେନ୍। ବିନା ପରିଶ୍ରମରେ କୌଣସି କିଛି ଲାଭ କରି ହୁଏନି। ଗେନ୍
ଲାଭ କରିବା। ଏହି ପ୍ରକାର ଶରୀର ଦୃଷ୍ଟିରୁ ବା ଶାରୀରିକ କ୍ଷମତା ଖୁବ୍ ଭଲ ଥିବା ସ୍ଥଳେ ଜ୍ଞାନ ମଧ୍ୟ ବହୁତ ଥିଲା। ଜଣେ ମେଧାବୀ ଛାତ୍ର ସେ ଥିଲା, କିନ୍ତୁ ତାର ଜୀବନ ଶେଷ ହୋଇଗଲା କିପରି? ପରବର୍ତ୍ତୀ ଷ୍ଟାଞ୍ଜାରେ ଆମେ ଦେଖିବା। Vicky's love for his parents was truly insane, and he adored his grandma, wrinkles, and cane. In college, when he stole a glance at Lorne, why his heart went thud, thud, only I could explain. ଏଠାରେ କୁହାଯାଇଛି ଯେ ଭିକିର ଚରିତ୍ର କିପରି ଥିଲା, ତାର ସ୍ୱଭାବ କିପରି ଥିଲା। ଭିକିର ଭଲ ପାଇବା ଥିଲା ତାର ବାପା ମା ପ୍ରତି ଅତ୍ୟଧିକ ଇନସେନ୍, ପୁରା ପାଗଳାମୀ ପରି, ପାଗଳ ପରି ସେ ବହୁତ ଭଲ ପାଉଥିଲେ ତାଙ୍କର ବାପା ମାଙ୍କୁ। And he adored his grandma. Adored ହେଲା ଭଲ ପାଇବା ତାର ଗ୍ରାଣ୍ଡମାକୁ ଏବଂ ତା ଗ୍ରାଣ୍ଡମାର ଶରୀରରେ ପଡ଼ିଥିବା ସବୁ ଗାର ଗୁଡ଼ିକୁ ଏବଂ ତାଙ୍କର ହାତରେ ଧରିଥିବା ଗୋଟେ ବାଡ଼ିକୁ, ଏସବୁକୁ ବହୁତ ଭଲ ପାଉଥିଲେ। In college, when he stole a glance, ଯେତେବେଳେ ସେ ଏକ କଟାକ୍ଷ ଚାହାଣୀ ନିକ୍ଷେପ କରୁଥିଲେ at Lorne, why his heart went thud, thud, only I could explain. ତାର ହୃତ୍ସ୍ପନ୍ଦନ ବଢ଼ି ଯାଉଥିଲା, his heart went thud, thud, only I could explain. ଏଥିରୁ ଜଣାପଡ଼ୁଛି ଚରିତ୍ର ଥିଲା ତାଙ୍କର ଭଲ। କୌଣସି ଭୁଲ କରୁଥିଲେ ତାଙ୍କ ହୃତ୍ସ୍ପନ୍ଦନ ବଢ଼ି ଯାଉଥିଲା ଭୟରେ। ନେକ୍ସଟ ଷ୍ଟାଞ୍ଜା ଆମେ ଦେଖିବା। ଷ୍ଟାଞ୍ଜା 5। ଉତ୍ତମ ଶରୀର, ଉତ୍ତମ ଜ୍ଞାନ, ଉତ୍ତମ ଆଚରଣ ଥିବା ସତ୍ତ୍ୱେ କ'ଣ ଘଟିଥିଲା ତା ଜୀବନରେ, ଏହି ପାରାରେ ହିଁ ଆମେ ତାହା ଜାଣିବା। On a wet monsoon day, for a task mundane, Vicky rode his bike to his friend in the next lane. For once, from wearing his helmet, he did refrain. God, he met with an accident, gory and inhumane. ଏଠି ଦେଖିବା ଏକ ମନସୁନ୍ ଡେ, ବର୍ଷାର ଦିନ। ଫ୍ରମ୍ ଏ ଟାସ୍କ ମଣ୍ଡେନ୍, ମଣ୍ଡେନ୍ ହେଲା ସାଧାରଣ, କୌଣସି ଏକ ସାଧାରଣ କାରଣ ପାଇଁ ଗୋଟିଏ ବର୍ଷା ଦିନରେ ଭିକି ରୋଡ୍ ହିଜ୍ ବାଇକ୍ ଟୁ ହିଜ୍ ଫ୍ରେଣ୍ଡ ଇନ୍ ଦ ନେକ୍ସଟ ଲେନ୍, ପରବର୍ତ୍ତୀ ଗଳିରେ ରହୁଥିବା ତାର ସାଙ୍ଗ ପାଖକୁ ବାଇକ୍ରେ ଚଢ଼ି ସେ ଯାଇଥିଲା। ଫର୍ ୱାନ୍ସ, ଗୋଟିଏ ଥର ପାଇଁ, ହି ୱାଜ୍ ରିଫ୍ରେନ୍ଡ ଫ୍ରମ୍ ହେଲମେଟ୍, ରିଫ୍ରେନ୍ ବିରତ, ତାର ହେଲମେଟ୍ ସେ ନେଇ ନଥିଲା। God, he met with an accident, gory and inhumane. ଗୋରି ହେଲା ରକ୍ତାକ୍ତ, ଇନହ୍ୟୁମେନ୍ କ୍ରୂର। କି ପ୍ରକାରର କ୍ରୂର ଦୁର୍ଘଟଣାରେ ସେ ସାମ୍ନା ହେଲା, ସମସ୍ତ ଶରୀର ରକ୍ତାକ୍ତ ହେଇଗଲା।
ଏଇ ସାଧାରଣ କାମ ପାଇଁ ଏବଂ ନିଜର ଅବହେଳା ଥିଲା ହେଲମେଟ୍ ନେଇନଥିଲା, ଯେଉଁଥିପାଇଁ କି ତାଙ୍କ ମୁଣ୍ଡରେ ଆଘାତ ହେଇ ରକ୍ତସ୍ରାବ ହେଉଥିଲା, ଯାହାଫଳରେ କି ସେ ମରିଯାଇଥିଲେ। ବର୍ତ୍ତମାନ ଶେଷ ଷ୍ଟାଞ୍ଜା ଦେଖିବା। All it took was a stray moment in an stray moment ଦୂରେଇ ରହିବା in an ବୋକା a young life lost. All it took was a stray moment. ଏଇଟି ଏଭଳି ଘଟଣା ଥିଲା, ସମସ୍ତେ ବୋକା ପାଲଟି ଯାଇଥିଲେ। ଏ ୟଙ୍ଗ ଲାଇଫ୍ ଲଷ୍ଟ, ଏକ ଯୁବ ଜୀବନ ବା ଏକ ଯୁବକର ଜୀବନ ଚାଲିଗଲା, ସମସ୍ତେ ଏହିପରି ହାହାକାର କଲେ। ଏ ଫ୍ୟାମିଲି କ୍ରସ୍ଡ ୱିଥ୍ ପେନ୍, ପେନ୍ ହେଲା ଯନ୍ତ୍ରଣା, କ୍ରସ୍ଡ ହେଲା ଜର୍ଜରିତ ହେବା, ଦୁଃଖରେ ଜର୍ଜରିତ ହେଲା ସମଗ୍ର ପରିବାର। ଡିଅର୍ ଫ୍ରେଣ୍ଡସ୍, ତେଣୁ ତୁମମାନଙ୍କୁ ସମ୍ବୋଧନ କରି, ପାଠକ ପାଠିକାମାନଙ୍କୁ ସମ୍ବୋଧନ କରି କବି ଏଠାରେ କହିଛନ୍ତି, ପ୍ରିୟ ବନ୍ଧୁଗଣ, ଟେକ୍ କେୟାର, ଯତ୍ନବାନ ହୁଅ। ରିସ୍କ ଡ୍ରାଇଭିଂ କ୍ୟାନ୍ ବି ବ୍ୟାନ୍, ବାରଣ କରାଯିବା ଉଚିତ ରିସ୍କ ଡ୍ରାଇଭିଂ। ଡ୍ରାଇଭ୍ ସେଫ୍ and let your life not be in vain. vain ମାନେ ବୃଥା, precious ମୂଲ୍ୟବାନ। drive safe, let your precious life not be in vain. precious ହେଲା ଏଇ ଯେଉଁ ମୂଲ୍ୟବାନ ଜୀବନ ଆମେ ପାଇଛନ୍ତି, ଏକୁ ବୃଥାରେ ଯିବାକୁ ଆମେ ଦେବା ନାହିଁ। ଏହା ହିଁ ହେଉଛି ଆମ କବିତାର ମୁଖ୍ୟ। ଏବଂ ଏଠାରେ କବି ସମ୍ପୂର୍ଣ୍ଣ ଭାବରେ ଜଣାଇ ଦେବାକୁ ଚାହୁଁଛନ୍ତି ଯେ ୟୁ ମେ ହାଭ୍ ଷ୍ଟ୍ରେଙ୍ଗଥ୍, ବିୟୁଟି or wisdom or fame, but everything is meaningless if you are not careful about your own safety. Otherwise, in a very short time, everything of you will be lost. Don't do like that and try to follow the poem how Vicky ended into the formalin jar because of his careless driving. Thank you.